नमस्कार दर्शक बंधु मु सुरभि स्वागत करुछि आपनको आम प्रभुपद यूट्यूब चैनल को। आज आम ही वीडियो माध्यम जानिबा प्रभु गुप्तेश्वरଙ୍କ महिमा विषय रे। दयाकरी वीडियोटी को शेष पर्यंत देखंतु आउ आम ओडिशार प्रसिद्ध ठाकुर बाबा गुप्तेश्वरଙ୍କ आविर्भाव एवं महिमा विषय रे जानिबा सह महादेवंकर करुणा लाभ करंतु। ओडिशार कोरापुट जिल्लार जयपुर सहर ठारू 55 किलोमीटर दूर रे एक सौंदर्य भरा जंगल रही। ସେହି ଜଙ୍ଗଲ ମଧ୍ୟରେ ପ୍ରଭୁ ଗୁପ୍ତେଶ୍ୱର ଗୁପ୍ତ ରୂପରେ ଏକ ଗୁମ୍ଫା ମଧ୍ୟରେ ରହିଛନ୍ତି। ହେଲେ ଘଞ୍ଚ ଜଙ୍ଗଲ ଏବଂ ତା ମଧ୍ୟରେ ଥିବା ଏକ ଗୁପ୍ତ ଗୁମ୍ଫା ଭିତରେ କ'ଣ ପାଇଁ ପ୍ରଭୁ ଶିବଶଙ୍କର ବାସ କରୁଥିଲେ? କିନ୍ତୁ ସର୍ବପ୍ରଥମେ ଆମେ ଜାଣିବା ପ୍ରଭୁ ଗୁପ୍ତେଶ୍ୱରଙ୍କର ଠାବ କିଏ ଏବଂ କିପରି କରିଥିଲେ। ଐତିହାସିକ ମତ ଅନୁଯାୟୀ 1665 ମସିହାରେ ସେଠାର ବାସିନ୍ଦା ଧୁରୁଆ ଜନଜାତିର ଜଣେ ଶିକାରୀ ଜଙ୍ଗଲ ମଧ୍ୟକୁ ଶିକାର କରିବାକୁ ଯାଇଥିଲା। ସେହି ଶିକାରୀଟିର ଏକ ଆଖି ଖରାପ ଥିଲା। ଜଙ୍ଗଲ ମଧ୍ୟରେ ବୁଲିବା ସମୟରେ ସେ ବାବା ଗୁପ୍ତେଶ୍ୱର ବାସ କରୁଥିବା ଗୁମ୍ଫା ପାଖକୁ ଆସି ପହଞ୍ଚିଲା। ଶିକାରୀଟି ଦୂରରେ ଏକ ମୃଗକୁ ଦେଖି ତାକୁ ମାରିବା ଆଶାରେ ଧନୁରେ ତୀର ନିକ୍ଷେପ କଲା। ତୀରଟି ମୃଗକୁ ଯାଇ ଆଘାତ କଲା। ତୀର ଦ୍ୱାରା ଆହତ ହରିଣଟି ଜୀବନ ବଞ୍ଚାଇବା ଆଶାରେ ଲୁଚିବା ପାଇଁ ସେହି ଗୁମ୍ଫା ମଧ୍ୟରେ ପଶିଗଲା। ଶିକାରୀଟି ଶିକାରର ଖୋଜରେ ତାର ପଛରେ ଦୌଡ଼ିଥିଲା। ଶିକାରୀଟି ସେହି ଗୁମ୍ଫା ମଧ୍ୟରେ ଆସି ଦେଖେ ଯେ ଗୁମ୍ଫା ମଧ୍ୟରେ ଏକ ବିଶାଳ ଶିବଲିଙ୍ଗ ରହିଅଛି। ଶିକାରୀ ସେଠାରେ ତାର ଶିକାର ମୃଗକୁ ଉଠାଇବା ସମୟରେ ହଠାତ୍ ସେହି ଶିବଲିଙ୍ଗ ମଧ୍ୟରୁ ପ୍ରଭୁ ମହାଦେବଙ୍କ ଆୱାଜ ଆସେ, ତୁମେ ଏହି ଶିକାରକୁ ଏଠାରେ ଛାଡ଼ି ଚାଲିଯାଅ। ଏଠାରେ ଶିକାର କରିବା ମନା ଅଛି। ହେଲେ ଶିକାରୀ କହିଲା, ପ୍ରଭୁ, ମୁଁ ଏହି ଶିକାରକୁ ନ ନେଲେ ମୋର ପରିବାର କିପରି ଚଳିବ? ସେମାନେ କ'ଣ ଖାଇବେ? ତେଣୁ ଆପଣ ଏହାକୁ ମୋତେ ନେଇଯିବାକୁ ଦିଅନ୍ତୁ। ହେଲେ ମହାଦେବ କୁହନ୍ତି, ଯଦି ତୁମେ ମୃଗଟିକୁ ଏଠାରେ ଛାଡ଼ିଦେବ, ମୁଁ ତୁମକୁ ଏକ ବର ପ୍ରଦାନ କରିବି। ମୁଁ ତୁମର ଏକ ଖରାପ ଚକ୍ଷୁକୁ ଠିକ୍ କରିଦେବି, ଯାହାଫଳରେ ତୁମେ ସବୁକିଛି ଠିକ୍ ଭାବରେ ଦେଖିପାରିବ ଆଉ ତୁମ ପରିବାରର ଭରଣ ପୋଷଣ ଭଲ ଭାବରେ କରିପାରିବ। ଶିକାରୀଟି ସେହି ମୃଗକୁ ସେଠାରେ ଛାଡ଼ିଦେଲା ଆଉ ହଠାତ୍ ତାର ଚକ୍ଷୁର ଶକ୍ତିକୁ ଫେରି ପାଇଲା। ଶିକାରୀଟି ଭଗବାନଙ୍କୁ ଧନ୍ୟବାଦ ଜଣାଇ ନତମସ୍ତକ ହୋଇ ଗୁହାରି କଲା ସମୟରେ ପ୍ରଭୁ ତାଙ୍କୁ କହିଥିଲେ, ଏଠାରେ ଯାହା କିଛି ଘଟିଲା ତୁମେ କାହାକୁ କିଛି କହିବ ନାହିଁ, କାରଣ ମୁଁ ଏଠାରେ ଗୁପ୍ତ ଭାବରେ ବାସ କରୁଅଛି ଆଉ ଆଗକୁ ମଧ୍ୟ ଏଠାରେ ବାସ କରିବି। ଯଦି ତୁମେ ଏହା ବିଷୟରେ କାହାରି ଆଗରେ କିଛି କୁହ, ତେବେ ତୁମର ମୃତ୍ୟୁ ହୋଇଯିବ। ଏହା ଶୁଣିବା ପରେ ଶିକାରୀଟି ଘଟଣାଟିକୁ ଗୁପ୍ତ ରଖିବ କହି ଘରକୁ ଫେରି ଆସିଥିଲା। ଧୀରେ ଧୀରେ ଶିକାରୀର ଆଖି ଠିକ୍ ହୋଇଯାଇଥିବା କଥା ସବୁଆଡ଼େ ବ୍ୟାପି ଯାଇଥିଲା। ସମସ୍ତେ ତାକୁ ପଚାରୁଥିଲେ କି କିପରି ତୁମର ଚକ୍ଷୁ ଠିକ୍ ହେଲା ଆଉ ସେହି ଜଙ୍ଗଲ ମଧ୍ୟରେ କ'ଣ ଘଟିଥିଲା। ହେଲେ ଶିକାରୀଟି କାହାକୁ କିଛି କହୁନଥିଲା। କିଛି ଦିନ ପରେ କଥାଟି ସେଠାର ରାଜାଙ୍କ କାନରେ ପଡ଼ିଥିଲା। ଜୟପୁରର ରାଜା ବୀର ବିକ୍ରମଦେବଙ୍କ ଗୁପ୍ତଚର ରାଜାଙ୍କୁ ଶିକାରୀ ବିଷୟରେ କହିଥିଲେ। ମହାରାଜ ଭାବିଲେ ଯେ ଜଙ୍ଗଲ ମଧ୍ୟରେ କିଛି ନା କିଛି ଗୁପ୍ତ ରହସ୍ୟ ରହିଛି, ଯାହାଫଳରେ ଶିକାରୀ ତାର ଚକ୍ଷୁ ଫେରି ପାଇଛି। ହେଲେ ସେ କାହିଁକି ଏହା ବିଷୟରେ କାହାରିକୁ କିଛି କହୁନାହିଁ? ଏହା ଜାଣିବା ପାଇଁ ରାଜା ଶିକାରୀ ପାଖରେ ପହଞ୍ଚିଲେ ଆଉ ଶିକାରୀକୁ ପଚାରିଲେ, ତୁମ ସହ ଜଙ୍ଗଲରେ କ'ଣ ଘଟିଥିଲା କୁହ, ନଚେତ୍ ମୁଁ ତୁମକୁ ମୃତ୍ୟୁଦଣ୍ଡ ଦେବି। ଏପଟେ ରାଜାଙ୍କ କ୍ରୋଧ ଦେଖି ଶିକାରୀଟି ଜଙ୍ଗଲ ମଧ୍ୟରେ ଘଟିଥିବା କଥା ଏବଂ ଗୁପ୍ତ ଗୁମ୍ଫାର ଗୁପ୍ତ ରହସ୍ୟ ବିଷୟରେ କହିଦେଲା। ଏହାପରେ ହଠାତ୍ ଶିକାରୀଟି ସେଠାରେ ମୃତ୍ୟୁବରଣ କରିଲା। ରାଜା ଅତ୍ୟନ୍ତ ଦୁଃଖୀ ହୋଇ ସେହି ଗୁମ୍ଫାର ଖୋଜରେ ବାହାରି ପଡ଼ିଲେ। ହେଲେ ରାଜା ସେହି ଗୁମ୍ଫାକୁ ଖୋଜି ପାରିନଥିଲେ। ଅକ୍ଲାନ୍ତ ଖୋଜ ପରେ ମଧ୍ୟ ନିରାଶ ହୋଇ ରାଜନିବାସକୁ ଫେରି ଆସିଥିଲେ। ରାଜା ରାତିରେ ଶୋଇଥିବା ବେଳେ ତାଙ୍କ ସ୍ୱପ୍ନରେ ଭଗବାନ ଶିବ ଆସି ଗୁପ୍ତ ଗୁମ୍ଫାର ଦିଶା ନିର୍ଦ୍ଦେଶ ଦେଇଥିଲେ। ରାଜା ସକାଳ ହେବା ପରେ ସେହି ଗୁମ୍ଫାରେ ପହଞ୍ଚି ବିଶାଳ ଶିବଲିଙ୍ଗର ଦର୍ଶନ କରିଥିଲେ। ରାଜା ସେଠାରେ ପ୍ରଭୁଙ୍କ ପୂଜା କରିଥିଲେ ଏବଂ ପ୍ରଭୁ ଗୁପ୍ତ ରୂପରେ ବାସ କରୁଥିବାରୁ ତାଙ୍କୁ ବାବା ଗୁପ୍ତେଶ୍ୱର ନାମରେ ଡାକିଥିଲେ। ସେହି ଦିନଠାରୁ ପ୍ରଭୁ ଗୁପ୍ତେଶ୍ୱର ନାମରେ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଲେ। ଦର୍ଶକ ବନ୍ଧୁ, ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍ କରି ଆମ ପ୍ରଭୁପଦ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଧନ୍ୟବାଦ।